ନିଛଟ ସତ କଥାଟିଏ ଆଜ୍ଞା, ଆଜିକାଲି ନୂଆବର୍ଷ କ'ଣ ପାଳନ କରୁଛନ୍ତି ସତ, କିନ୍ତୁ ନୂଆବର୍ଷରେ ସ୍ନେହ ମମତା ସେସବୁ କିଛି ନାହିଁ। ଖାଲି ଗୋଟେ କ'ଣ ନା ନୂଆବର୍ଷ ଦେ ପାଳନ କରିବା, ପିକନିକ୍ ପାର୍ଟି ବରଞ୍ଚ ଯାଉଛନ୍ତି, କିନ୍ତୁ କାହାକୁ ହୁଇସ୍ କରିବା ଭୁଲି ଯାଉଛନ୍ତି। ହୁଇସ୍ କରିବାଟା ସେଗୁଡ଼ାକ ସବୁ ଯେମିତି ଗର୍ବ ଅହଙ୍କାର ଭର୍ତ୍ତି ହେଇଛି, ଖାଲି ଗୋଟେ ବାଧ୍ୟତାମୂଳକ ହୁଇସ୍ କରୁଛନ୍ତି। କିନ୍ତୁ ପ୍ରକୃତରେ ନିଛଟ ସତ କଥା କହିବାକୁ ଗଲେ ଆମ ବେଳରେ ନୂଆବର୍ଷ ପାଳନ କରୁଥିଲୁ। ନୂଆବର୍ଷର ଆଗ ଦିନ ଫିଷ୍ଟ କରି ସାଙ୍ଗସାଥିରେ କେତେ ମଜା କେତେ ମସ୍ତି କରୁଥିଲୁ। ଗୋଟେ ଗ୍ରିଟିନ୍ସ କିଣିବା ପାଇଁ 15 ଦିନ ଆଗରୁ ଆମକୁ ନିଦ ନଥିଲା। ଦୋକାନରେ ସ୍କୁଲରୁ ଫେରିଲା ବେଳେ ଭିଡ଼ ଜମାଉଥିଲୁ, ଅନେକ ପ୍ରକାର ଗ୍ରିଟିନ୍ସ ବାଛୁଥିଲୁ। ତା ଭିତରୁ କେଉଁ ସାଙ୍ଗକୁ କିଭଳି ଗ୍ରିଟିନ୍ସ ଦିଆହେବ, କ'ଣ ସବୁ ଲେଖା ହେବ, କେତେ ପେନ୍ କେତେ ପେପର ପଳାଉଥିଲା। ଆମେ ଭାବି ଭାବି ଲେଖିବାକୁ ଆମକୁ ବହୁତ ସମୟ ଲାଗୁଥିଲା। ତା ଭିତରେ ଆଜ୍ଞା ଶ୍ରଦ୍ଧା ସ୍ନେହ ଭରିଥିଲା। କେବଳ ସେଇ ଲେଖାଟା ଲେଖା ନୁହେଁ, ତା ଭିତରେ କେତେ ଆମର ସ୍ନେହ ଶ୍ରଦ୍ଧା ମମତା ଭରିଥିଲା। କିନ୍ତୁ ଆଜିକାଲିର ନିଛଟ ସତ କଥା କହିବାକୁ ଗଲେ ସେସବୁ କିଛି ନାହିଁ। ଷ୍ଟାଟସ୍ ଆଉ ଷ୍ଟୋରିରେ ପକାଇଦେଲେ, ଯିଏ ରିପ୍ଲାଏ ଦେଲା ଦେଲା, ଯିଏ ନଦେଲା ନାହିଁ। ହୁଇସ୍ କରିବା ତ ଆହୁରି କେଉଁଠି ରହିଲାଣି। ଆଜ୍ଞା ପ୍ରକୃତରେ କହିବାକୁ ଗଲେ ନୂଆବର୍ଷ ଖାଲି ଲୋକ ଦେଖଣିଆ ପାଳୁଛନ୍ତି।